नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयितं करोति वाचालं पवनं वेदैगिरिकृपार्थमहं वन्दे परमानन्दमाधवमन्यकमकल्पतरुवर्गरहितं फलं सुखं कार्यं तद्रवसंयुतं पिबत भागवतं रसमालयमूरो रसिका भुव्यावुकाः ॐ व्यासं वसितनत्तारं सत्यपूर्णमकरभुजं पराशरात्मजं वन्दे स्वतातं तपोनिधिम् ओम व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः। ओम श्री परमात्मने नमः। ओम नमो भगवते वासुदेवाय। रुक्मिणी उवाच वर्तमान दशम स्कंध अध्याय 52 रुक्मिणी जेतବେଳେ ଦେଖିଲେ ତାଙ୍କର ବିବାହ ତାଙ୍କର ବଡ଼ ଜ୍ୟେଷ୍ଠ ଭ୍ରାତା ରୁକ୍ମୀ ଶିଶୁପାଳ ସହିତ କରିବା ପାଇଁ ସିଦ୍ଧାନ୍ତ କରିଦେଲା। ସେ ବାଧ୍ୟ ହୋଇକି ହତାଶ ହେଇଗଲେ ଏବଂ ବାଧ୍ୟ ହୋଇକରି ପଠେଇଲେ ବ୍ରାହ୍ମଣକୁ। ବ୍ରାହ୍ମଣ ଆସିକି ଦ୍ୱାରକାରେ ପହଞ୍ଚିଗଲେ ଏବଂ ଭଗବାନ ତାଙ୍କର ସେବା କଲେ, ପାଦ ଧୋଇଦେଲେ, ପାଣି ନେଇକି ମୁଣ୍ଡରେ ବୁଲିଲେ, ବସେଇଲେ, ଖାଦ୍ୟପେୟ ଦେଲେ। ଶୋଇବା ପରେ ପାଦ ସେବା କଲେ ଏବଂ ପଚାରିଲେ ଭାଗବନ କାରଣ। ସେ କହିଲେ ରୁକ୍ମିଣୀ ମୋତେ ପଠେଇଛନ୍ତି, କ'ଣ କହିଛନ୍ତି ଶୁଣନ୍ତୁ। ତାପରେ ରୁକ୍ମିଣୀ ବର୍ତ୍ତମାନ କହିଲେ ସୁତ୍ୱା ଗୁଣାନି ଭୁବନ ସୁନ୍ଦର ଶୂନ୍ୟତାନ୍ତେ ନିର୍ବିଶ୍ୟ କର୍ଣ୍ଣ ବିବରୀଃ ହରତୁଙ୍ଗ ତାପମ୍ ରୂପಂ ତୁଷାନ୍ ଦୃଶିମତାନ୍ ଅଖିଳାର୍ଥ ଲାଭମ୍ ପୂଜ୍ୟଚ୍ୟୁତା ବିଶତି ଚିତ୍ତ ମପତ୍ର କର୍ମେ। ସୁତ୍ୱା ଗୁଣାର ଭୁବନ ସୁନ୍ଦର ଶୂନ୍ୟତାନ୍ତେ। ମୁଁ ଆପଣଙ୍କୁ ଆପଣ ଅତ୍ୟନ୍ତ ଗୁଣବାନ ଏବଂ ତିନି ଭୁବନର ସବୁଠାରୁ ସୁନ୍ଦର ରୂପ, ଇଏ କଥା ଗୁଡ଼ାକ ବିଶେଷ ସୂତ୍ର ଯେ ନାରଦଙ୍କ ଠାରୁ ଶୁଣିଛନ୍ତି। ଏ କଥା ଗୁଡ଼ିକ ନାରଦଙ୍କ ମୁଖରୁ ଶୁଣିକି ନିର୍ବିଶ୍ୟ କର୍ଣ୍ଣ ବିବରୈଃ, ଏ କଥା ଗୁଡ଼ିକ ମୋର କର୍ଣ୍ଣ ବିବରରେ ପ୍ରବେଶ କରି ହରତୁଙ୍ଗ ତାପମ୍, ମୋ ମନର ସନ୍ତାପକୁ ହରଣ କଲା। ମାନେ ମୋ ମନ ଭିତରେ କାହାକୁ ବିବାହ କରି ଏ ପ୍ରକାର ଯେଉଁ ସନ୍ଦେହ ଥିଲା, ସେ ସନ୍ଦେହ ମୋର ହଟେଇ ଦେଇଛି ଯେ ମୁଁ ହେବି ଭୁବନ ସୁନ୍ଦର ଗୁଣବାନ ଶ୍ରୀକୃଷ୍ଣଙ୍କର ପତ୍ନୀ। ରୂପମ୍ ଦୃଶାଂ ଦୃଶିମତାଂ ଅଖିଳାର୍ଥ ଲାଭମ୍, ଆପଣଙ୍କର ରୂପ ହେଉଛି ରୂପ ଦର୍ଶନଟା ଆଖି ଥିବା ଲୋକର ଆପଣଙ୍କ ରୂପ ଦେଖିଲା ପରେ ତାର ଆଖି ସଫଳ ହେଇଯିବ। ଜନ୍ମ ଜନ୍ମାନ୍ତର ଜ୍ୱାଳା ପ୍ରସବିତ କରିଦିଏ। ଆପଣଙ୍କ ରୂପ ସୌନ୍ଦର୍ଯ୍ୟ ମଧ୍ୟ ନେତ୍ରଧାରୀ ଜୀବର ନେତ୍ର ନିମନ୍ତେ ଧର୍ମ ଅର୍ଥ କାମ ମୁଖ୍ୟ ଚାରି ପୁରୁଷାର୍ଥ ଫଳ ସହିତ ସ୍ୱାର୍ଥ ପରମାର୍ଥ ଆଦି ସବୁକିଛି ପ୍ରଦାନ କରିଥାଏ। ଅଖିଳାର୍ଥ ଲାଭ, ଅର୍ଥ ଧର୍ମ ଅର୍ଥ କାମ ପ୍ରୟୋଜନ। ତେଣୁ ତୁଇ ଅଚ୍ୟୁତ ଆବିଶତି ଚିତ୍ତମ୍ ଅପତ୍ର ବ୍ରହ୍ମେ। ତେଣୁ ହେ ଅଚ୍ୟୁତ, ମୁଁ ସ୍ତ୍ରୀ ଲୋକ ହେଇକିରି ପୁରୁଷକୁ କାମନା କରୁଛି, ଏହା ଲଜ୍ଜାର ବିଷୟ। ମୋ ପ୍ରତି ମୋର ଭାବ ରହିଛି, ଏ କଥା ଯୌତ କରିକି ପଠେଇକିରି କହିବା ଲଜ୍ଜାସ୍ପଦ କାମ। ହେଲେ ମଧ୍ୟ ମୁଁ ବର୍ତ୍ତମାନ ଲାଜ ତ୍ୟାଗ କରିଦେଇ ତୁମଠାରେ ମୋର ମନ ସମର୍ପିତ ହେଇଯାଇଛି। ଏଇଟା ଲଜ୍ଜା ତ୍ୟାଗ କରିକିରି ମୁଁ କହିବାକୁ ବାଧ୍ୟ ହେଉଛି, କାରଣ ଆପଣଙ୍କର ତ୍ରିଭୁବନ ସୁନ୍ଦର ରୂପ ଏବଂ ଗୁଣ ପ୍ରତି ମୋର ଆକର୍ଷଣ ହେଇଯାଇଛି। ଏହା ମୋର କର୍ଣ୍ଣ ବିବରରେ ନାରଦଙ୍କ ମୁଖରୁ ବାହାରିଯିବା କଥା। ଏଇ କଥା ଯେଉଁ ଆପଣ ତ୍ରିଭୁବନ ସୁନ୍ଦର ଏବଂ ଗୁଣବାନ,
କଥା ନାରଦଙ୍କ ମୁଖରୁ ଶୁଣିକି ମୋର ସମସ୍ତ ସନ୍ତାପ ଦୂର ହୋଇଯାଇଛି ଏବଂ ପ୍ରକୃତରେ ଆଖି ଥିବା ଲୋକର ଆଖି ଆପଣଙ୍କ ରୂପ ଦର୍ଶନ ଦ୍ୱାରା ସଫଳ ହେବ ବା ତାକୁ ଚତୁର୍ଭୁଗ ମିଳିଯାଇପାରିବ। ତେଣୁ ମୁଁ ଲଜ୍ଜା ଛାଡ଼ିକିରି ଆପଣଙ୍କ ମୋର ମନ ଆପଣଙ୍କୁ ପାଇବା ପାଇଁ ଉତ୍କଣ୍ଠିତ ହୋଇକି ଅଛି। କାତ୍ୱା ମୁକୁନ୍ଦ ମହତ୍ତି କୁଳଶୀଳ ରୂପ ବିଦ୍ୟା ବୟୋଦ୍ରବିଣ ଧାମ ଭୀରାତ୍ମତୁଲ୍ୟମ୍ ଧୀରା ଧରା ପତିଙ୍ଗି କୁଳବତୀ ନ ଗୁଣିତ କନ୍ୟା କାଳେ ନୃସିଂହ ନରଲୋକ ମନୁ ବିରାମମୁ କହିଲେ ଏ ପ୍ରେମ ସ୍ୱରୂପ ଶ୍ୟାମ ସୁନ୍ଦର ମହତୀ କୂଳ ଶୀଳ ରୂପ ଆପଣ ଉଚ୍ଚ କୂଳରେ ଜନ୍ମ ମୃଦୁ କୂଳରେ କ୍ଷତ୍ରିୟ କୂଳରେ ଜନ୍ମ ଚରିତ୍ରବାନ ରୂପ ଭୁବନ ମୋହନ ରୂପ ବିଦ୍ୟା ବୟସ ମାନେ ଯୁବକ ଦ୍ରବିଣ ମାନେ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଟଙ୍କା ପଇସା ସବୁ ଯଥେଷ୍ଟ ଅଛି ଧାମ ଭି ଏବଂ ଗୋଟେ ଉତ୍ତମ ଧାମ ମାନେ ଧାମ ସବୁ ତ ନିଜର ରହିବା ସ୍ଥାନ ଯୋଉଠି ରହନ୍ତି ତା ବୈକୁଣ୍ଠ ହେଇଯିବ ଆଉ ଏହି ପ୍ରକାର ଆପଣଙ୍କର ସବୁକିଛି ରହିଛି। ଯେକୌଣସି ଦୃଷ୍ଟିରୁ ବିଚାର କଲେ ଆପଣ ଅଦ୍ୱିତୀୟ ଗୋଟେ ବରପାତ୍ରର ଯାହା ଯୋଗ୍ୟତା ରହିବା କଥା ତାହା ସବୁକିଛି ଆପଣଙ୍କ ପାଖରେ ପରିପୂର୍ଣ୍ଣ ହୋଇକି ରହିଛି। ଆପଣ ହିଁ ଆପଣଙ୍କର ସମାପ ବିରାମ ଭି ଆତ୍ମତୁଲ୍ୟମ୍ ଆପଣଙ୍କ ଭଳିଆ ଆପଣ ଆଉ ଜଣେ ଆପଣଙ୍କର ସମାନ ଜଗତରେ କେହି ନାହିଁ। ତ ମୁଁ ଚାହୁଁଛି ଧୀରା ପତି ତେଣୁ ମର୍ତ୍ତ୍ୟ ଲୋକର ଯେତେ ସବୁ ପ୍ରାଣୀ ଅଛନ୍ତି ସମସ୍ତଙ୍କର ମନ ଆପଣଙ୍କୁ ଦେଖିବା ମାତ୍ରେ ଶାନ୍ତି ଅନୁଭବ କରେ ଆନନ୍ଦ ହେଇଯାଏ। এই পুরুষভূষণ ତେଣୁ ଆପଣ ନିଜେ କହନ୍ତୁ ଏପରି କେଉଁ କୁଳବତୀ ମହାଗୁଣବତୀ ଓ ଧୈର୍ଯ୍ୟବତୀ କନ୍ୟା ବିବାହ ସମୟ ଆସିଗଲେ ଆପଣଙ୍କୁ ଏହି ସ୍ୱାମୀ ରୂପେ ବର୍ଣ୍ଣନ କରିବ। ଧାରାପତି କୁଳବତୀ ଗୁଣିତ କନ୍ୟା କାଳେ ନୃସିଂହ ନରଲୋକ ମନୁ ବିରାମମୁ ଏ ନରଲୋକରେ ସମସ୍ତଙ୍କ ମନକୁ ଆକର୍ଷଣ କରିବା ଭଳିଆ ରୂପକାନ୍ତି ପାଇଥିବା ଏବଂ ସମସ୍ତ ଗୋଟେ ବରପାତ୍ର ପାଖରେ ଯାହା ଆବଶ୍ୟକତା ତାହା ସମ୍ପୂର୍ଣ୍ଣ ଥିବା ତେଣୁ ଆପଣଙ୍କ ଭଳିଆ ଆଉ ଜଣେ କିଏ ଆପଣଙ୍କ ତୁଲ୍ୟ ନାହିଁ। ଆପଣ ଆପଣଙ୍କ ଭଳିଆ ଏ ପ୍ରକାର ବ୍ୟକ୍ତିତ୍ୱକୁ କେଉଁ ଯୁବତୀଟା ବିବାହ ବୟସ ହୋଇଗଲା ପରେ ଆପଣ କୁଳବତୀ ଉଚ୍ଚ କୂଳରେ ଜନ୍ମ ହୋଇଥିବା ଧୀରା ମାନେ ଧୀରା ପତି ଧୀରା ଧୈର୍ଯ୍ୟ ସମ୍ପନ୍ନା କୁଳବତୀ ଗୁଣବତୀ କନ୍ୟାଟା ଆପଣଙ୍କୁ ପତି ରୂପରେ ପାଇବା ପାଇଁ କାମନା ନ କରିବ ଏକଥା କହିଲେ ତନ୍ମେ ଭବାନ ଖଳୁବୃତ ପତିରଙ୍ଗ ଜାୟା ଆତ୍ମାର୍ପିତଶ୍ଚ ଭବତୁ ଅତ୍ର ବିଭୂବିଧେହି ମା ବୀରଭାଗ ମଭିମର୍ଷତୁ ଚୈଦ୍ୟ ଆରାତ ଗୋମାୟୁ ବତ ମୃଗପତେ ବଳି ମମ୍ବୁଜାକ୍ଷ କହିଲେ ତନ୍ମେ ଭବାନ ଖଳୁ ବୃତ ପତି ଅଙ୍ଗ ଜାୟା हे अंग प्रियतम तन्मे भवान खड़ु भूत जाया मु आपण को
ସ୍ୱାମୀ ରୂପରେ ବରଣ କରିଦେଇଛି। ଭବାନ ଖଳୁ ବୃତ ଜାୟା ଆତ୍ମପତିଶ୍ଚ, ମୁଁ ଆପଣଙ୍କର ପତ୍ନୀ ରୂପରେ ଆପଣଙ୍କୁ ବରଣ କରିଦେଇଛି। ମୁଁ ଆପଣଙ୍କର ପତ୍ନୀ ଅଟେ। ତେଣୁ ଆତ୍ମାର କୀତଶ୍ଚ ଭବତୁ, ମୁଁ ନିଜର ଆତ୍ମାକୁ ଆପଣଙ୍କ ପାଖେ ସମର୍ପଣ କରିଦେଇଛି। ଅତ୍ର ବିଭୁ ବିଧେୟୀ, ଏ ସମ୍ପର୍କରେ ଆପଣ ହିଁ ପ୍ରମାଣ, କାରଣ ଆପଣ ଅନ୍ତର୍ଯ୍ୟାମୀ, ସମସ୍ତଙ୍କର ମନ କଥା ଆପଣଙ୍କୁ ଜଣା। ତେଣୁ ଆପଣ ହିଁ ଏହାର ପ୍ରମାଣ। ଆପଣ ବୁଝୁଥିବେ ପ୍ରକୃତ ସତ କି ମିଛ। ମୋ ମନ ବା ମୋର ଆତ୍ମା ଆପଣଙ୍କ ପାଖେ ସମର୍ପିତ ହେଲା ନାହିଁ, ଏହା ଆପଣ ଜାଣିଛନ୍ତି, ଆପଣ ହିଁ ପ୍ରମାଣ। ମା ବୀରଭାଗ ଅଭିମର୍ଶତୁ ଚୈଦ୍ୟ ଆରାଧି, ଚୈଦ୍ୟ ଚେଦିରାଜ ଶିଶୁପାଳ ବୀରଭୋଗ୍ୟା, ଆପଣଙ୍କ ଭଳିଆ ପ୍ରଭୁଙ୍କର ଭୋଗଯୋଗ୍ୟା ଶରୀରକୁ ଏ ରାକ୍ଷସଟା ଚେଦିରାଜ ଶିଶୁପାଳ ଭୋଗ ନ କରୁ। ଗୋମାୟୁ, ଏଇଟା ହେଲା ବିଲୁଆ। ସିଂହ ଭୋଗ କରିବା ଭୋଗ୍ୟ ବସ୍ତୁକୁ ବିଲୁଆ ଭୋଗ ନ କରୁ। ଗୋମାୟୁ ବତ୍ ମୃଗ ପତେଙ୍ଗର ବଳି ଅମ୍ବୁଜାକ୍ଷ, ଏ ଅମ୍ବୁଜାକ୍ଷ ପଦ୍ମନୟନ, ଆପଣଙ୍କର ଭୋଗଯୋଗ୍ୟ ବସ୍ତୁଟା ଶିଶୁପାଳ, ଚେଦିରାଜା ଶିଶୁପାଳ ଭଳିଆ ଗୋଟେ ବିଲୁଆ ଭୋଗ ନ କରୁ, ଏତିକି ମୋର ପ୍ରାର୍ଥନା। ଜଣେଇଦେଲେ ଉତ୍ତେଷ୍ଟ ଦତ୍ତ ନିୟମ ବ୍ରତ ଦେବ ବିପ୍ର ଗୁର୍ବର୍ଚନ୍ନାଦିଭିଃ ଅଳମ୍ ଭଗବାନ ପରେଶ ଆରାଧିତୁ ଯଦି ଗଦାଗ୍ରଜ ଏତ୍ୟପାଣି ଗୃହ୍ଣା ତୁମେ ନ ତମଘୋଷ ସୁତାଦୟୋନ୍ୟେଃ। କହୁଛନ୍ତି ଯଦି ଇଷ୍ଟକର୍ମ ବା ପୂର୍ତ୍ତକର୍ମ ମୋର କିଛି ଅଛି, ପୂର୍ତ୍ତ ଇଷ୍ଟ ଦତ୍ତ, ପୂର୍ତ୍ତକର୍ମ ମାନେ ଜନକଲ୍ୟାଣ ନିମିତ୍ତ, ସାଧାରଣ ବ୍ୟକ୍ତିମାନଙ୍କର କଲ୍ୟାଣ ନିମିତ୍ତ ଗୋଟିଏ ପୋଖରୀ ଖୋଳା ହେଇଛି, ଗୋଟିଏ ପାଠାଗାର, ବିଦ୍ୟାଳୟ, ଡାକ୍ତରଖାନା, ଏଗୁଡ଼ାକ ଯଦି ମୁଁ କିଛି କରିଥାଏ ଏବଂ ଯଜ୍ଞ ପ୍ରଭୃତି ଭଗବାନଙ୍କୁ ଖୁସି କରିବା ପାଇଁ ଯଜ୍ଞ କରିଥାଏ, ଯଦି କିଛି ଦାନ ବି ଦେଇଥାଏ ବ୍ରାହ୍ମଣମାନଙ୍କୁ, ଦପ୍ତନ ନିୟମ ବ୍ରତ ଏବଂ ବ୍ରତ କିଛି ଆଚରଣ କରିଥାଏ, ଦେବତା ବିପ୍ର ଗୁରୁ ଅର୍ଚ୍ଚନାଦି ବି, ଦେବତା ବିପ୍ର ଗୁରୁ ପୂଜା କରିଥାଏ, ଫଳମ୍ ଭଗବାନ ପରେଶ, ତାହେଲେ ସେଇ ସୁକର୍ମର ଫଳ ସ୍ୱରୂପ ଆପଣ ମୋର ପତି ହେଇଯାଆନ୍ତି। ଆରାଧିତ ଯଦି ଗଦାଗ୍ରଜ ଏତ୍ୟପାଣି, ଯଦି ମୁଁ ଏଇସବୁ ଆରାଧନା କରେ, ଇଷ୍ଟକର୍ମ ଯାଗ ଯଜ୍ଞ, ପୂର୍ତ୍ତକର୍ମ ମାନେ ବିଦ୍ୟାଳୟ, ପାଠାଗାର, ଡାକ୍ତରଖାନା ଏସବୁ କରିଥାଏ, ଏ ବ୍ରାହ୍ମଣକୁ କିଛି ଦେଇଛି, ନିୟମ ବ୍ରତ ଆଚରଣ କରୁଛି, ଦେବତା ବ୍ରାହ୍ମଣ ଏବଂ ଗୁରୁକୁ ଠିକ୍ ଭାବରେ ପୂଜା କରୁଛି, ତେଣୁ ହିଁ ଭଗବାନ ପରମେଶ୍ୱର ଆରାଧିତ। ଯଦି ଭଗବାନ ବାସୁଦେବଙ୍କୁ ମୋର ଇଷ୍ଟଦେବ ଭାବରେ ପୂଜାର୍ଚ୍ଚନା କରୁଛି, ତାହେଲେ ଆପଣ ଆସିକିରି ମୋର ହସ୍ତକୁ ଗ୍ରହଣ କରନ୍ତୁ। ଦମଘୋଷ ସୁତାଦୟୋନ୍ୟେଃ, ଏବଂ ଦମଘୋଷ ସୁତ, ଦମଘୋଷ ଚେଦିରାଜା ଦମଘୋଷଙ୍କର ପୁଅ ହେଉଛନ୍ତି ଶିଶୁପାଳ। ତେଣୁ ଶିଶୁପାଳ ପ୍ରଭୃତି ରାକ୍ଷସ ମାନେ ମୋର ପାଣି ଗ୍ରହଣ ନ କରନ୍ତୁ, ଆପଣ ଆସିକି ନେଇଯାଆନ୍ତୁ। ସୁଭାବିନୀ ତୋଂ ଅଜିତୋଦ ବହନେ ବିଦର୍ଭାନ୍ ଗୁପ୍ତ ସବେତ୍ୟ ପୃତନାପତିଭିଃ ପରିତଃ ନିର୍ମଥ୍ୟ ଚୈତ୍ୟମବଧେନ୍ଦ୍ର ବଳಂ ପ୍ରସହ୍ୟ ମାଂ ରାକ୍ଷସେନ ବିଧିନାନ ବିଧିନୋଦ ବହବୀର୍ଯ୍ୟ ଶୁକ୍ରାଣି। କହିଲେ ମୋତେ ବିବାହ କରିବ କେମିତି? ତାର ବାଟ ଅଛି। ଭାବିନୀ ତ୍ୱଂ
ଏ ପ୍ରଭୁ ଆପଣ ହେଉଛନ୍ତି ଅଜିତ। ମୋର ବିବାହର ଦିନକ ଆଗରୁ ଆପଣ ଆମ ରାଜଧାନୀକୁ ଗୁପ୍ତ ରୂପରେ ଚାଲି ଆସନ୍ତୁ। ଅଜିତ ହତ୍ୱମ୍, ତୁମ କେହି ପରାଜୟ କରିବାର କ୍ଷମତା କାହା ପାଖରେ ନାହିଁ। ତୁମ ହେଲ ଅପରାଜୟ, ଉଦ୍ବହନେ ବିଦର୍ଭାନ୍। ବିବାହର ପୂର୍ବଦିନ ଯୋଉଟାକ ବିଦର୍ଭକୁ ଚାଲି ଆସନ୍ତୁ, ଗୁପ୍ତ ସମେତ ଉପନ୍ୟ ଭାବରେ ପଳାଇ ଆସନ୍ତୁ। ପୃତନାପତି ବି ପରିତଃ ସନ୍ଦେଶାମାନଙ୍କୁ ଧରିକିରି ଆସିକି ପାଇଯାଆନ୍ତୁ। ନିର୍ମଥ୍ୟ ଚୈଦ୍ୟ ମଗଧେନ୍ଦ୍ର ବଳମ୍, କାରଣ ଏଠି ଆପଣଙ୍କ ସହିତ ଶତ୍ରୁତା କରିବାକୁ ଲୋକ ଅନେକ ଅଛନ୍ତି। ମଗଧେନ୍ଦ୍ର ସେଟା ଧରାସନ୍ଧ, ଛେଦିରାଜ ଶିଶୁପାଳ, ଦଣ୍ଡବକ୍ର ଅନେକ ଅଛନ୍ତି, ତାଙ୍କର ସୈନ୍ୟ ସାମନ୍ତ ଅଛି। ତେଣୁ ତୁମେ ସୈନ୍ୟ ସହିତ ଚାଲି ଆସନ୍ତୁ ଆପଣ ମୋ ପାଖକୁ। ଏବଂ ଏ ଚେଦି ଶିଶୁପାଳ ଏବଂ ଜରାସନ୍ଧ ପ୍ରଭୃତି ବୀରମାନଙ୍କର ସୈନ୍ୟମାନଙ୍କୁ ପରାସ୍ତ କରି ରାକ୍ଷସ ବିଧିରେ ମୋତେ ବୀର୍ଯ୍ୟ ଶୁକ୍ରାଗ ଆପଣ ପରାକ୍ରମ ପ୍ରଦର୍ଶନ ପୂର୍ବକ ପରାକ୍ରମକୁ କର ଆକାରରେ ଦେଇ, ଅର୍ଥାତ୍ ନିଜର ପରାକ୍ରମ ଦ୍ୱାରା ଏ ଶତ୍ରୁମାନଙ୍କୁ ଜୟ କରି ମୋତେ ନେଇକିରି ରାକ୍ଷସ ଭିତରେ ବିବାହ କରିଛନ୍ତି। ଅନ୍ତଃପୁରାନ୍ତରଚରୀ ମନିହତ୍ୟ ବନ୍ଧୁ ତ୍ୱାଂ ଉଦ୍ବହେ କଥମିତି ପ୍ରବୋଦାବିପାୟମ୍। ପୂର୍ବେଦ୍ୟୁଃ ଅସ୍ତି ମହତି କୁଳଦେବୀ ଯାତ୍ରା, ଯସ୍ୟାଂ ବହି ନବବଧୂଙ୍ଗିରିଜାମପେୟାଗାଚ। ଆମର ଗୋଟେ କହିଲେ ଅନ୍ତଃପୁରାନ୍ତରଚରୀ ଅନିହତ୍ୟ ବନ୍ଧୁ। କହିଲେ ଆପଣ ଚିନ୍ତା କରୁଛନ୍ତି ତୁମେ ତ ଅନ୍ତଃପୁରରେ ରହିବା ଲୋକ, ଝିଅଟା, ମୁଁ ଅନ୍ତଃପୁରରେ ବସିକି ତୁମକୁ ଆଣିବି କେମିତି? ନାରୀମାନଙ୍କ ମହଲରେ ପ୍ରହରୀମାନଙ୍କୁ କଡ଼ା ପ୍ରହରା ଭିତରେ ରହିଥିବ, ତୁମ ଭାଇ ବନ୍ଧୁକୁ ନିହତ ନ କରି ନିହତ୍ୟ ବନ୍ଧୁ ତ୍ୱାଂ ଉଦ୍ବହେ କଥମ୍। ଆଉ ତୁମ ଭାଇ ବନ୍ଧୁ ସବୁ ଯୁଦ୍ଧରେ ପରାସ୍ତ ନ କରିକିରି ମୁଁ ତମକୁ ପାଇବି କେମିତି? ରାଜକନ୍ୟା ନା, ଅନ୍ତଃପୁରରେ ଥିବ, କଡ଼ା ପ୍ରତିରକ୍ଷା ପ୍ରହରୀମାନଙ୍କ ଦ୍ୱାରା ଜଗାଜଗି ହେଇକି ଥିବ। ଆଉ ତମକୁ କେମିତି କ'ଣ ବିବାହ କରିପାରିବି? ଏଠି ପ୍ରବୋଦାବି ଉପାୟମ୍। ଯଦି ଏ କଥା ତୁମେ ଭାବୁଥାଅ, ତାର ଉପାୟ ମୁଁ କହୁଛି ଶୁଣ। କ'ଣ ନା, ପୂର୍ବେଦ୍ୟୁଃ ବିବାହର ପୂର୍ବଦିନ ଅସ୍ତି ମହତି କୁଳଦେବୀ ଯାତ୍ରା। ଆମ ଘରର ନିୟମ ଅଛି ଯେ ବିବାହ ପୂର୍ବଦିନ କନ୍ୟା ବାହାରକୁ ଯିବ, ଇଷ୍ଟଦେବୀକି ମନ୍ଦିରକୁ ଯିବ, ଇଷ୍ଟଦେବୀଙ୍କର ମା ମନ୍ଦିରକୁ, ସେଠି ତାଙ୍କ ପୂଜା କରିବା ପାଇଁ। ଯସ୍ୟା ବରିହି ନବବଧୂ ଗିରିଜାମ୍ପେୟାଗାନ। ଗିରିଜା ମାନେ ପର୍ବତ ରାଜନନ୍ଦିନୀ ପାର୍ବତୀ, ହିମାଳୟ ପୁତ୍ରୀ। ପାର୍ବତୀକୁ ଉପାସନା କରିବା ପାଇଁ ନବବଧୂଟା ଯିଏ ବିବାହ କରିବ, ସିଏ ବିବାହର ପୂର୍ବଦିନ ବାହାରକୁ ଯିବ ମନ୍ଦିରରେ ଦୁର୍ଗାଙ୍କୁ ଅର୍ଚ୍ଚନା କରିବା ପାଇଁ। ବାଟ ମୁଁ ବତେଇଦେଲି, ବନ୍ଧୁବାନ୍ଧବଙ୍କୁ ମାରିବା କିଛି କରିବା ଦରକାର ନାହିଁ, କି ଅନ୍ତଃପୁରରେ ମୁଁ ନଥିବି, ସେଇଦିନ ମୁଁ ଆସିବି ପୂଜା କରିବାକୁ ମାଆଙ୍କୁ। ତେଣୁ ଯସ୍ୟାଗ୍ରି ପଙ୍କଜରଜ ସ୍ନବନମ୍ ମହାନ୍ତ ପାଞ୍ଚନ୍ କିମାପତି ଇବାତ୍ମ ତମୁପହତ୍ୟୈ ଜର୍ଘ୍ୟଂ ପୂଜାଖ୍ୟ ନ ଲଭେୟ ଭବତ୍ ପ୍ରସାଦମ୍ ଜହ୍ୟାଂ ଅସୁନୁ ବ୍ରତକୁଜାନ୍ ଶତଜନ୍ମ ବିସ୍ୟାତ୍। କହୁଛନ୍ତି ଯସ୍ୟାଙ୍ଘି ପଙ୍କଜ ରଜ ସ୍ନପନମ୍ ମହାନ୍ତଃ। ଯେଉଁ ଆପଣଙ୍କର ପାଦପଦ୍ମର ଧୂଳିକି ମହାପୁରୁଷ ମାନେ ମହାନ ଆତ୍ମା
ଆପଣଙ୍କର ଭକ୍ତ ସେବକ ଆପଣଙ୍କର ପାଦରେ ସ୍ନାନ କରୁଛନ୍ତି, ଆତ୍ମଶୁଦ୍ଧି ନିମନ୍ତେ ଆପଣଙ୍କର ଚରଣାରବିନ୍ଦର ଧୂଳିରେ ସ୍ନାନ କରିବାକୁ ଚାହିଁଥାନ୍ତି କିଏ ଭକ୍ତମାନେ। ବାଞ୍ଛତ୍ୟୁମାପତି ଇବାତ୍ମତମୁପହତି, ଖାଲି ସାଧାରଣ ଭକ୍ତ ନୁହେଁ, ଉମାପତି ମାନେ ପାର୍ବତୀପତି ଭଗବାନ ଶିବଶଙ୍କର ମଧ୍ୟ ଯେଉଁ ପାଦରେଣୁକୁ ନିଜେ ପବିତ୍ର ହେବା ପାଇଁ ଆପଣଙ୍କର ପାଦରେଣୁରେ ସ୍ନାନ କରିବାକୁ ଚାହୁଁଛନ୍ତି। ପତି ଆତ୍ମତମୁପହତି, ଆତ୍ମତମୁପହତି ନିଜର ପାପ କ୍ଷୟ ପାଇଁ ଯେଉଁ ପାଦ ଧୂଳି ଭଳି ହେବା ପାଇଁ ଉମାପତି ଶିବଶଙ୍କର ବି ଚାହୁଁଛନ୍ତି। ଜରିହମ୍ବୁଜାକ୍ଷ ନ ଲଭେୟ ଭବତ ପ୍ରସାଦମ, ସେହି ପ୍ରକାର ପାଦ ପଦ୍ମରେ ମୁଁ ସରଳ ବସିଯାଇଛି। ଯଦି ମୁଁ ନ ପାଏ ହେ ଅମ୍ବୁଜାକ୍ଷ କମଳ ନୟନ ନ ଲଭେୟ ଭବତ ପ୍ରସାଦମ, ଆପଣଙ୍କର ଅନୁଗ୍ରହ ଯଦି ମୁଁ ନ ପାଇବି ତାହେଲେ କ'ଣ କରିବି କହିଦେଉଛି। ଜହ୍ୟାନ୍ ଅସୁନ୍ ଜହ୍ୟାନ୍, ମୁଁ ନିଶ୍ଚିତ ପ୍ରାଣବାୟୁ ତ୍ୟାଗ କରିଦେବି, ଏ ଶରୀରକୁ ଆଉ ରଖିବି ନାହିଁ। କାରଣ ଏ ଶରୀର ଆପଣଙ୍କର, ତାକୁ ଅନ୍ୟ କିଏ ଛୁଇଁପାରିବ ନାହିଁ। ଯଦି ସେ କଥା ମୁଁ ନ ହବ ବୋଲି ଜାଣିବି ତାହେଲେ ଶରୀର ତ୍ୟାଗ କରିଦେବି। ଆଉ ବ୍ରତ କୁଜାନ ଶତ ଜନ୍ମ ବିଶ୍ୱାସ, ଏବଂ ଏଇ ଜନ୍ମରେ ନୁହଁ, ଏମିତି ଶତ ଶତ ଜନ୍ମ ଆପଣଙ୍କୁ ନ ପାଇଲା ପର୍ଯ୍ୟନ୍ତ ଏମିତି ତପସ୍ୟା କରି ଦେହ ତ୍ୟାଗ କରୁଥିବି ସିନା, ଆପଣ ମୋ ସ୍ୱାମୀ, ମୁଁ ଆପଣଙ୍କୁ ହିଁ ପାଇବି, ଆଉ ଅନ୍ୟ କାହା କଥା ହବ ନାହିଁ। ଜନ୍ମ ଜନ୍ମାନ୍ତରରେ କିନ୍ତୁ ଏଇ କଥା କରିବି, ଦେହ ତ୍ୟାଗ। ବ୍ରାହ୍ମଣ ଉବାଚ ଇତ୍ୟୈତେ ଗୁହ୍ୟ ସନ୍ଦେଶା ଯଦୁଦେବ ମୟା ହୃତାଃ ବିମୃଶ୍ୟ କର୍ତ୍ତୁଂ ଚାତ୍ର କ୍ରିୟତାଂ ତଦନନ୍ତରଂ। କହିଲେ ଇତ୍ୟେତେ ଗୁହ୍ୟ ସନ୍ଦେଶା, हे ଯଦୁଦେବ, ଯଦୁନନ୍ଦନ ମାଲିକ, ଯଦୁମାନଙ୍କର ଦେବତା, ଏଇଟା ହେଲା ରୁକ୍ମିଣୀଙ୍କର ସନ୍ଦେଶ। ମୟା ଆହୁତା, ମୁଁ ତାଙ୍କ ସନ୍ଦେଶକୁ ଧରିକିରି ଆସିଛି। ବିମୃଶ୍ୟ କର୍ତ୍ତୁଂ ଚାତ୍ର, ଏଇ ବିଷୟରେ କ'ଣ କରିବାକୁ ହବ ଆପଣ ବିଚାର କରନ୍ତୁ। କ୍ରିୟତା ଏବଂ ବିଚାର କରନ୍ତୁ କ'ଣ ଏଥିରେ କରିବାକୁ ହବ, ତାପରେ ଯାହା କରିବା କଥା କରନ୍ତୁ। इति श्रीमद्भागवते महापुराणे पारमहंस्यां संहितायां दशम स्कन्धे उत्तरार्धे रुक्मिणी उद्वाह प्रस्तावे 53 अध्याय ହେଲା रुक्मिणी हरण, रुक्मिणीଙ୍କର ହରଣ ହବ। ତ ବତେଇଦେଲେ ଏମିତି ଆସିବ। ଆମର ବିବାହ ପୂର୍ବଦିନ ମନ୍ଦିରକୁ ଯାଇକିରି ମା ଦୁର୍ଗାଙ୍କର ପୂଜା କରିବାର ଅଛି, ମୁଁ ବାହାରକୁ ଯିବି ଏବଂ ସେତିକିରେ ମୋତେ ଉଠେଇ ନେଇଯିବ, ରାକ୍ଷସ ଭିତରେ ବିବାହ କଲ। ଆଉ ତାପରେ କ'ଣ ହେଲା ଦେଖିବା। ଶ୍ରୀ ଶୁକ ଉବାଚ ବୈଦର୍ଭ୍ୟା ସତୁ ସନ୍ଦେଶ ନିସମ୍ୟ ଯଦୁନନ୍ଦନ ପ୍ରକୁର୍ୟ ପାଣିନା ପାଣି ପ୍ରହସନ୍ ଇଦମ୍ବ୍ରବୀତ୍। এই প্রকার বৈদর্ভ্যা সতু সন্দেশ, বিদর্ভ রাজনন্দিনী রুক্মিণীଙ୍କର এই প্রকার বার্তা ব্রাহ্মণ মুখରୁ ଶୁଣି ଯଦୁନନ୍ଦନ ଭଗବାନ କୃଷ୍ଣ ବିଦର୍ଭ ରାଜନନ୍ଦିନୀ ରୁକ୍ମିଣୀଙ୍କର ସନ୍ଦେଶ ବ୍ରାହ୍ମଣ ମୁଖରୁ ଶୁଣି ପାଣିନା ପାଣି ପ୍ରକୁର୍ୟ ବ୍ରାହ୍ମଣଙ୍କ ହାତକୁ ଧରି ପକାଇଲେ, ଖସିକିରି କହୁଛନ୍ତି। ଶ୍ରୀ ଭଗବାନ ଉବାଚ ତଥା ଅହମପି ତଚ୍ଚିତ୍ତଃ ନିଦ୍ରାଂ ଚରଲଭେ ନିଶି ବେଦାହଂ ରୁକ୍ମିଣୀ ଦ୍ୱେଷାନ୍ ବାହୁ ନିବାରିତ ତଥା ସିଏ ଯେମିତି ମୋ ଚିନ୍ତାରେ ଅଛନ୍ତି, ମୁଁ ମଧ୍ୟ ରୁକ୍ମିଣୀଙ୍କର ରୁକ୍ମିଣୀଙ୍କର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହେଇକି ଅଛି। ତାଙ୍କ ଚିନ୍ତାରେ ମୋତେ ରାତିରେ ନିଦ ହେଉନି, ରାତିରେ ଭଲ ନିଦ ହେଉନାହିଁ। ତାଙ୍କର ଚିନ୍ତା କରିକିରି ବେଦ ମୁଁ ଏ କଥା ମୁଁ ସବୁ ଜାଣିଛି। ରୁକ୍ମିଣୀଙ୍କର ଅନେକ ଶତ୍ରୁ ଅଛନ୍ତି, ତାକୁ ବିବାହ କରାଇ ନେବା ପାଇଁ ବ୍ୟବସ୍ଥା କରୁଛନ୍ତି। ତାକୁ ବଡ଼ ଭାଇଟା ସିଏ ଆଉ ଦ୍ୱେଷାନ୍
ମମ ବାହ ନିବାରିତ ମୋ ସହିତ ରୁକ୍ମିଣୀଙ୍କର ବିବାହକୁ ବାରଣ କରିବା ପାଇଁ ତାଙ୍କର ଅନେକ ଶତ୍ରୁ ଅଛନ୍ତି। ପରିବାରର ମୁଖ୍ୟ ଲୋକ ବଡ଼ ଭାଇ ତ ବିରୋଧ କରୁଛି, ଆଉ ଅନ୍ୟ କଥା କ'ଣ କହିବା। ତେଣୁ ତାନ୍ ଆନଇଷ୍ୟେ ପୁନଃମଧ୍ୟ ରାଜନ୍ୟା ପ୍ରସଦାନ ବୃଦ୍ଧେ ମତ ମତ ପରାଂ ଅନବଦ୍ୟାଙ୍ଗୀ ଏଧସୁ ଅଗ୍ନିଶିଖାମିବ ତାନ୍ ଆନଇଷ୍ୟେ ଉନ୍ମଧ୍ୟ ରାଜନ୍ୟ ଅପସଦାନ ବୃଦ୍ଧେ ବୃଦ୍ଧେ ଯୁଦ୍ଧ କରିକିରି ଏ ଅପସଦ ମାନେ ହୀନ ହୀନ ଏଇ ଯେଉଁ ରାଜା ଉଚ୍ଛିତ ରାଜାମାନଙ୍କୁ ଯୁଦ୍ଧରେ ମନ୍ଥନ କରି ବିନାଶ କରିଦେଇ ଦରକାର। ଯୁଦ୍ଧରେ ସେମାନଙ୍କୁ ପରାଜୟ କରି ମୁଁ ରୁକ୍ମିଣୀକି ନିଶ୍ଚିତ ଆଣିବି। ମତ ପରାଗ ଅନବଦ୍ୟାଙ୍ଗୀ ଯେପରି ନିଆଁ ବାହାର କରିଦିଏ କାଠରେ ଘଷି ଯେମିତି ନିଆଁ ବାହାର କରା ମତ ପରାଗ ଅନବଦ୍ୟାଙ୍ଗୀ ଏ ଧସ ଅଗ୍ନି ଶିଖାଯିବ। ଏ ଧସା ଏ ମାନେ ସବିଧ କାଠ ଦୁଇଟା କାଠକୁ ଘଷିକି ଘର୍ଷଣ କଲେ ଅଗ୍ନି ବାହାରନ୍ତି। ଗୁଡ଼ାକ ସେ କାଠ ଘର୍ଷଣ ତା ନା ଅରଡ଼ି ଘର୍ଷଣ କରିକି ନିଆଁ ବାହାରେ। ସେ ନିଆଁରେ ଯଜ୍ଞ ଫଜ୍ଞ ହୁଏ। ଏବେ ବାହାରି ପଡ଼ିଲାଣି ଯବକାଶ ମାସରୁ ସୂର୍ଯ୍ୟଙ୍କଠାରୁ ଅଗ୍ନି ପଳେଇ ଆସୁଛି। ନହେଲେ ଘଷିକିରି ସେଗୁଡ଼ା ହେଉଥିଲା। ତେଣୁ ଦୁଇଟା କାଠ ଘଷିକିରି ତା ମଧ୍ୟରୁ ନିଆଁ ବାହାରିଲା ଭଳିଆ ମୁଁ ବର୍ତ୍ତମାନ କ୍ଷତ୍ରିୟ କୂଳ କଳଙ୍କ ଏ ଦୁର୍ଜନ ରଜା ଗୁଡ଼ାକୁ ରାକ୍ଷସ ଗୁଡ଼ାକୁ ଦମନ କରି ସେମାନଙ୍କ ଭିତରୁ ତାକୁ ବସିଲେ ନିଆଁ ବାହାରେ। ତେଣୁ ସେ ଦୁର୍ଜନ ରଜାଙ୍କ ସହିତ ଆମେ ସୁଜନ ମିଶିକିରି ଘର୍ଷଣ ହେବ, ଯୁଦ୍ଧ ହେବ, ଲଢ଼େଇ କରି ତା ଭିତରୁ ଅଗ୍ନି ଶିଖା ଭଳିଆ ରୁକ୍ମିଣୀ ବାହାରିକି ମୁଁ ତାକୁ ଧରିକି ପଳେଇ ଆସିବି। କ'ଣ ଦୁର୍ଜନ ବଳ କୂଳ କଳଙ୍କ କ୍ଷତ୍ରିୟ କୂଳ କଳଙ୍କ ଏ ଦୁଷ୍ଟ ରଜାମାନଙ୍କୁ ଯୁଦ୍ଧଟା ଗୋଟେ ଘର୍ଷଣ ଭଳିଆ ହେବ। ଦୁଇଟା କାଠ ଘଷି ହେଲା ପରେ ତା ଦେହରୁ ଅଗ୍ନି ଯେମିତି ବାହାରେ ଠିକ୍ ସେମିତି ଅଗ୍ନିସ୍ୱରୂପିଣୀ ତୁମକୁ ଧରିକି ଘିନି ଆଣିବି। ଆଉ କ'ଣ ଶିଶୁକ ବାଚ ଏ ପ୍ରକାର ବ୍ରାହ୍ମଣଙ୍କୁ କହି କ'ଣ କଲେ ନା ଉଦ୍ବାହର୍ଷ ହର୍ଷଞ୍ଚ ବିଜ୍ଞାୟ ଉଦ୍ବାହର୍କ୍ଷ୍ୟମ୍ ମାନେ ଉଦ୍ବାହ ମାନେ ବିବାହ ଦିନ କେଉଁ ଦିନ କ'ଣ ସବୁ ଜାଣିଗଲେ। ଜାଣିବା ପରେ ବିଜ୍ଞାୟ ଜାଣିକି ରୁକ୍ମିଣ୍ୟା ମଧୁସୂଦନ ରୁକ୍ମିଣୀଙ୍କର ବିବାହ ଦିନ ବ୍ରାହ୍ମଣଙ୍କ ମୁଖରୁ ଶୁଣି ପକାଇଲେ। ତାପରେ ମଧୁସୂଦନ କ'ଣ କଲେ ରଥ ସଞ୍ଜୁଜ୍ୟତା ଆସୁ କହିଲା ତ ବେଳ କାଳ ନାହିଁ ନା ବିବାହ ସେ ହେଇଯିବ ପରଦିନ ବେଳ କାହିଁ କାଲି ଯାଇକି ପହଞ୍ଚିବାକୁ। କାଲି ସେ ମା ଦୁର୍ଗାଙ୍କୁ ପୂଜା କରିବା ପାଇଁ ବାହାରକୁ ଆସିବେ, ସେତିକି ଟିକି ଆଣିବା କଥା। କହିବି କ'ଣ ତେଣୁ ସଞ୍ଜୁଜ୍ୟତା ଆସୁ ଏ ଅକ୍ଷରେ ଅତି ଶୀଘ୍ର ରଥ ପ୍ରସ୍ତୁତ କର। ଦାରୁକ ଇତ୍ୟାହ ସାରଥି ନିଜର ରଥର ସାରଥି ଦାରୁକକୁ ସାଙ୍ଗେ ସାଙ୍ଗେ ପୂର୍ବ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ରଥ ପ୍ରସ୍ତୁତ କର ଚାଲିବା। ସଚ ଅଶ୍ୱୈହି ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ ବଳାହକ ଇଏ ହେଲା ଏ ଚାରି ହେଲେ ନନ୍ଦିଘୋଷ ରଥର ଘୋଡ଼ାଙ୍କ ନାଁ। ବର୍ତ୍ତମାନ ଏଇଠି ମଧ୍ୟ ଚାରି ଘୋଡ଼ା ଲାଗୁଛନ୍ତି ଆମର ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କର। ତାଙ୍କ ନାଁ ବି ଏଇଆ ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ ବଳାହକ। ଏଇ ଚାରି ଘୋଡ଼ା ବର୍ତ୍ତମାନ କିଏ ଦାରୁକ ଲୁଚିଲେ ନନ୍ଦିଘୋଷ ରଥରେ ଯୁକ୍ତଂ ରଥଂ ଉପାନୀୟ ଯେଉଁ ରଥରେ ଲୁଚିକିରି ସାଙ୍ଗେ ସାଙ୍ଗେ ଆଣିକିରି ଉପସ୍ଥିତ ହୋଇଗଲେ। ତସ୍ତୁ ପ୍ରାଞ୍ଜଳି ଅଗ୍ରତ କୃତାଞ୍ଜଳି କୁଟରେ ଭଗବାନଙ୍କ ସମକ୍ଷରେ
ଜଣେଇଦେଲେ ପ୍ରଭୁ ରଥ ପ୍ରସ୍ତୁତ। ତାପରେ ଆରୁହ୍ୟ ସଦନ ଶୌରୀ ବୀଜ ମାରୋକ୍ୟ ତୁର୍ଣ୍ଣଗୀ ଆନୁତାନ ଇକରାତ୍ରେଳ ବିଦରଭାନ ଅଗମତ ହଇ। ତାପରେ ସନ୍ଦନ ଆରୁହ୍ୟ ରଥରେ ଚଳିଗଲେ। ଶୌରୀ ସୁରସେନଙ୍କର ଶୌରୀ କହିଲେ ପିତାମ ଜେଜ। ସୁରସେନଙ୍କ ପୁଅ ହେଲେ ବସୁଦେବ, ତାଙ୍କ ପୁଅ ଇଏ। ତେଣୁ ଶୌରୀ ତାଙ୍କ ନାଁ। ସୁରସେନଙ୍କର ପୌତ୍ର ହେଇଥିବାରୁ ଯାଇକି ବସିଲେ ରଥରେ। ବସିକିରି ଦ୍ୱିଜଙ୍ଗାରୋଗ୍ୟ ତାପରେ ବ୍ରାହ୍ମଣଙ୍କୁ ମଧ୍ୟ ବସେଇଲେ। ତୁର୍ଣ୍ଣଗୀ ଅତି କ୍ଷିପ୍ର ଗତିରେ ଦୌଡ଼ି ପାରୁଥିବା ଏଇ ଚାରି ଘୋଡ଼ା କିଛି କମ୍ ଅତ୍ୟନ୍ତ ଗତିଶୀଳ। ଏ ପ୍ରକାର ଘୋଡ଼ା ଯୋତା ହେଇଛି। ନନ୍ଦିଘୋଷ ରଥ, ବଳାହକ, ମଣିପୁଷ୍ପ, ଶୈବ୍ୟ, ସୁଗ୍ରୀବ, ମେଘ ପୁଷ୍ପ, ବଳାହକ ଦେଖିବା। ତ ଏଇ ଚାରି ଘୋଡ଼ା ଯେତିକି ରଥ କ୍ଷିପ୍ର ଗତିରେ ଦୌଡ଼ିବେ ଚାଲିଲେ। ଆଉ ଆନର୍ତ୍ତାତ ସେ ଯେଉଁ ନିଜର ଆନର୍ତ୍ତ ଦେଶରୁ ଦ୍ୱାରକା ରହିସାରିଲେଣି। ତ ଦ୍ୱାରକାକୁ ଆନର୍ତ୍ତ କୁହାଯାଉଛି। ତ ସେ ଆନର୍ତ୍ତ ଦେଶ ବା ଦ୍ୱାରକାପୁରୀରୁ ଏକରାତ୍ରେଣ ବ୍ରାହ୍ମଣ ଆସିଲେ, ସେଦିନ ପହଞ୍ଚିଲେ, ତାଙ୍କର ସତ୍କାର କରି ସବୁ କଥା କରି ରାତିକ ଭିତରେ ବିଦର୍ଭରେ ଯାଇକି ପହଞ୍ଚିଗଲେ। ରାଜା ସକୁଣ୍ଡିନପତି ପୁତ୍ର ସ୍ନେହ ବଶଙ୍ଗତ ଶିଶୁପାଳାୟ ସ୍ୱାମୀ କନ୍ୟା ଦାସ୍ୟନ କର୍ମାଣୀ ଅକାରୟତ। ବର୍ତ୍ତମାନ ରୁକ୍ମିଣୀଙ୍କର ପିତା କୁଣ୍ଡିନ ନଗରୀ ହେଲା, କୁଣ୍ଡିନ ନଗରୀ, ତାର ରାଜା ହେଉଛନ୍ତି ଭୀଷ୍ମକ। ଭୀଷ୍ମକଙ୍କର ନନ୍ଦିନୀ ରୁକ୍ମିଣୀ। ଭୀଷ୍ମକ କରିବେ କ'ଣ? 5ଟା ପୁଅ, ତା ଭିତରେ ରୁକ୍ମୀ ହେଲା ବଡ଼ ଜ୍ୟେଷ୍ଠ ପୁତ୍ର। ବଡ଼ ପୁଅର କଥା ନ ଶୁଣିଲେ ଖରାପ, ଅସୁବିଧା ହେବ। ଆଉ ପୁଅ କହୁଛି ଆଉ କ'ଣ? ପୁତ୍ର ସ୍ନେହ ବଶଙ୍ଗତ। ତାଙ୍କର ଉଦ୍ଦେଶ୍ୟ ତାହା ନଥିଲା ଶିଶୁପାଳଙ୍କୁ ଦେବା ପାଇଁ। ବନ୍ଧୁବାନ୍ଧବ ନିଜେ ଚିନ୍ତା କରୁଥିଲେ କୃଷ୍ଣ ହିଁ ମୋର କନ୍ୟା ପାଇଁ ଉପଯୁକ୍ତ ମୋର ପାତ୍ର, କିନ୍ତୁ ହେଲେ କିଛି କରିପାରିଲେନି। ପୁତ୍ର ସ୍ନେହ ବଶବର୍ତ୍ତୀ ହେଇ ସିଧା କହିଲା ଶିଶୁପାଳଙ୍କୁ ଦେବା ପାଇଁ ପ୍ରସ୍ତୁତ ହେଇଗଲେ। ଶିଶୁପାଳାୟ ସ୍ୱାଇଁ କନ୍ୟା ଦାସ୍ୟନ୍, ନିଜର କନ୍ୟା ଶିଶୁପାଳଙ୍କୁ ଦେବା ପାଇଁ ପ୍ରସ୍ତୁତ ହେଇଗଲେ। ପୁରମ ସପୃଷ୍ଟ ସଂସିକ୍ତ ମାର୍ଗ ରକ୍ଷା ଚତୁଷ୍ପଦାନ ଚିତ୍ର ଧ୍ୱଜ ପତାକାଭି ତୋରଣୀ ସବଳଙ୍କୃତମ୍। ପୁଣ୍ୟ ନଗରୀ ସଜେଇ ଦେଲେ। ବିବାହ ହେଉଥିବ କ'ଣ କଲେ? ସମ୍ପୃଷ୍ଟ ଚାରିଆଡ଼େ ସୁନ୍ଦର ଭାବରେ ଝାଡ଼ୁ ହେଇଗଲା, ପରିଷ୍କାର ପରିଚ୍ଛନ୍ନ ହେଇଗଲା। ରାସ୍ତାଘାଟ ସବୁଆଡ଼ ସଂସିକ୍ତ ମାର୍ଗ, ବାଟରେ ଚନ୍ଦନ ପାଣି, ସୁଗନ୍ଧିତ ଚନ୍ଦନ ପାଣି ସବୁ ସିଝା ହେଇଗଲା। ମାର୍ଗ ରକ୍ଷା ଚତୁଷ୍ପଥମ୍, ଚତୁଷ୍ପଥ ଚାରିଆଡ଼ୁ ଆସିକି ମିଶି, ଚାରି ଦିଗରୁ ଆସିକି ରାସ୍ତା ମିଶି ଚତୁଷ୍ପଥ ସବୁ ରାସ୍ତାଘାଟ ସବୁ ପରିଷ୍କାର ହେଲା ମୋଟାମୋଟି। ଆଉ ତାପରେ ଚିତ୍ର ଧ୍ୱଜ ପତାକାଭି, ବିଚିତ୍ର ଧ୍ୱଜା, ମାନେ ଅନେକ ରଙ୍ଗର ଧ୍ୱଜା ପତାକା ସବୁ ଲାଗିଲା ବିଭିନ୍ନ ଜାଗାରେ। ତୋରଣୀ, ଆମ୍ବ ତୋରଣ ହେଲା ଏବଂ ଆମ୍ବ ପତ୍ରରେ ତୋରଣ ହେଲା, ପତାକା ଲାଗିଲା। ମାର୍ଗ ସବୁ ପରିଷ୍କାର ହେଲା, ସୁଗନ୍ଧିତ ଜଳ ସିଞ୍ଚା ହେଲା। ସ୍ରକ୍ ଗନ୍ଧ ମାଲ୍ୟ ଭରଣୀ ବିରଜ ଅମ୍ବର ଭୂଷିତି। ସ୍ରକ୍ ମାନେ ଫୁଲମାଳ, ଦୌଡ଼ି ବନ୍ଧା ହେଇକି ଆମ୍ବ ପତ୍ର, ତା ଦେହରେ ଫୁଲମାଳ ବି ଲଗାଯିବ। ଫୁଲମାଳ ଲାଗିଲା। ସ୍ରକ୍ ଗନ୍ଧ ମାଲ୍ୟ, ଗନ୍ଧ ମାନେ ଚନ୍ଦନ, ଚନ୍ଦନ ଛେରା, ଚନ୍ଦନ ମାନେ ଛିଞ୍ଚା ହେଇଛି। ମାଲ୍ୟ ଆଭରଣୀ ବିରଜ ଅମ୍ବର ଭୂଷିତି, ବିଭିନ୍ନ ପ୍ରକାର କନା ବନ୍ଧା ହେଲା। ଫୁଲମାଳ ଚନ୍ଦନ ପାଣି ଛିଞ୍ଚା ହେଇଛି। ତୋରଣ ଦେହରେ ମଧ୍ୟ
ହେଇକି ତା ସୁଗନ୍ଧିତ ହେଉଛି ଏବଂ ଖାଲି ଆମ୍ବପତ୍ର ସହିତ ଫୁଲମାଳ ଇତ୍ୟାଦି ସବୁ ବନ୍ଧା ହେଇକି ସଜା ହେଇଗଲା। जुष्टम स्त्री पुरुषै श्रीमत गुढ़ी और गुरुधूति नगरवासी पुण्य नगरवासी समस्त स्त्री पुरुष मैंने समस्ते निज निज घर को श्रीमत गृही निज निज घर को शोभनीय करदे परिष्कार परिच्छन्न कर आमंत्रण बांधी घर द्वार देश सब कर सजईदे अगुरु धूप एवं अगुरु जोड़ा पकई धूप दे सुगंधित करदे पितृ देवान समभ्यर्च्य विप्रांश विधिवत नृप भोजयित्वा यथा न्याय वाचया मास मंगलम तापर कहते हे नृप किए से कहले सुखदेव कहते हे राजा परिहित ये प्रकार सब नगर सजाया होगा पितृदेवान समभ्यर्च्य विप्राण पितृपुरुष देवता एवं ब्राह्मण मान को विधिपूर्वक पूजा करागला किए राजा भीष्म पितृपुरुष को तो आग दवा कथा भोज्य दान करागला पिंड तो पका भोज्य दि देवान देवार्चन ब्राह्मण मान को भोजन भोजन दी संतुष्ट करी भोजयित्वा यथा न्याय ब्राह्मण भोजन इत्यादि कर बाच्य से माने कुर्वन्ति मंगलम मांगलिक स्तोत्र पाठ कर आरंभ करते ब्राह्मण मान खाई पी सुस्नाता सुदती कन्या कृत कौतुक मंगला आहताय शुभयुग्मेन भूषिताय भूषण तभी निजर कन्या रुक्मिणी की कौन कले सुस्नाता जो तो साबुन फाबुन नथला सुंदर भाव हलदी लगे हलदी फलदी लगे सुंदर गाधे दे सुदती कन्या आउ तो दांतटा गोटे प्रधान पुरुष नाक दांत एगुड़ाक मुखमंडल शोभा को बढ़ावा जिनस तेणु ये अन्य किसी न कह सुदती उत्तम दंत दंत गुड़िक कुंद कुंदर दना कहले कुंद फूल भाया कुंद फूल नुहे कलिका कुंद कड़ भाया दांत गुड़िक छोट छोट एवं सुंदर होता कन्या रुक्मिणी भल हलदी तेल हलदी लगे गाधे दे कृत कौतुक मंगलम एवं कौतुक सूत्र बांधि दिगला जोटा बेदी में कौतुक सूत्र बंधा है सीटा भोज्य उत्सर्ग कौतुक सूत्र बंधन ये कर्मटा आगुरी कराला विवाह तो हम करवाटा ये ठीक किसी असुविधा नहीं विवाह पूर्वर कर्म ये यहाँ करदे कर सारिक चलने अहतांग सुखयुग्मेन कौतुक सूत्र बंधाया दुई खंड पाट वस्त्र गोटे पिंधा गोटे ओढ़ी दीटा वस्त्र पिंधि भूषिता भूषण उत्तम ही भूषण अति सुवर्ण अलंकार सब जो अंगरे जहाँ लगाया था जो अलंकार भूषित हो गले कौन कले चक्रु सम्यक सामर्ग्यजुवर मंत्री बद्ध्वा रक्षांगिजत्तमा पुरोहितो अथर्वविद वही जुहाव गृह शांत अथर्वविद ब्राह्मण से स्तंभन उच्चाटन मोहन ये सब चटपटी विद्या जोड़ाक तंत्र विद्या जानती से द्वारा होम करेले साम एवं चतुर्वेदी
ବ୍ରାହ୍ମଣ ମାନେ ମନ୍ତ୍ର ବୋଲିକିରି ରକ୍ଷା ସୂତ୍ର ଗୋଟେ ସେଇଠି ତ କୌତୁକ ସୂତ୍ର ବନ୍ଧା ହେଲା, ରକ୍ଷା ସୂତ୍ର ବାନ୍ଧିଦେଲେ। ତାପରେ ଅଥର୍ବେଦୀ ବ୍ରାହ୍ମଣ ଅଥର୍ବେଦକୁ ଜାଣିଥିବା ବ୍ରାହ୍ମଣ ଗୃହ ଶାନ୍ତରେ, ଘରର ଶାନ୍ତି ପାଇଁ, ତେଣୁ ଏଇଟା ପ୍ରୟୋଗାତ୍ମକ ବିଦ୍ୟା ତ ଅଥର୍ବେଦ ମନ୍ତ୍ର, ତେଣୁ ଅଥର୍ବେଦର ମନ୍ତ୍ର ପଢ଼ାଯାଇ ଗୃହ ଶାନ୍ତି ପାଇଁ ଅଥର୍ବେଦୀ ବ୍ରାହ୍ମଣ ହୋମଟିଏ କଲେ। ତାପରେ ହିରଣ୍ୟ ରୂପ୍ୟ ବାସାଂଶୀ ତିଳାଂଶ ଗୂଢ଼ ମିଶ୍ରିତା ପ୍ରାତଃ ଧେନୁଶ୍ଚ ବିପ୍ରେଭ୍ୟ ରାଜା ବିଧିବିଧାନର, ସମସ୍ତ ବିଧିବିଧାନରେ ନିପୁଣ ଥିବା ରାଜା କିଏ ପୁଣ୍ୟ ନଗରୀ ରାଜା ବର୍ତ୍ତମାନ କ'ଣ କଲେ? ଏବଂ ହିରଣ୍ୟ ସୁନା ରୂପା ବସ୍ତ୍ର ତିଳ ରାଶି ଗୁଡ଼ ମିଶ୍ରିତାନ, ଗୁଡ଼ ମିଶା ରାଶି, ଗୁଡ଼ ମିଶା ରାଶି ମାନେ ସେ ଯେଉଁ ରାଶି କୋରା ଏସବୁ କରିକିରି ରାଶି ଲଡ଼ୁ ମିଶ୍ରିତାନ ପ୍ରାତଃ ଧେନୁଶ୍ଚ, ଗାଈ ଦେହରେ ସୁନା ରୂପା ବସ୍ତ୍ର, ସବୁ ବସ୍ତ୍ର ବନ୍ଧା ହେଲା ବେକରେ, ସିଂହରେ ସୁନା ଖୁରା ରୂପା ସୁନା ସବୁଆଡ଼େ ଖଞ୍ଜା ହେଇକିରି ବସ୍ତ୍ର ଦିଆଯାଇକିରି ରାଶି ଦେଇକିରି ଦାନ କରାଗଲା ଗାଈ। ପ୍ରାତଃ ଧେନୁଶ୍ଚ ବିପ୍ରେଭ୍ୟ, ସୁନ୍ଦର ଭାବରେ ସୁନା ରୂପା ଅଳଙ୍କାର ଦ୍ୱାରା ମଣ୍ଡିତ କରାଯାଇ ବସ୍ତ୍ର ଦିଆଯାଇ ଧେନୁ ଦାନ କରାଗଲା। ପ୍ରତ୍ୟେକ ଘର ଭିତରେ ଧେନୁ ଦାନ କରିବାର ବିଧାନ ରହିଛି, ଶାସ୍ତ୍ର ସବୁ ଲେଖିଛି। କିନ୍ତୁ ବ୍ରାହ୍ମଣ କହିଲେ କ'ଣ ହବ? କହିଲେ ସେ କଣ୍ଠୁଳି ବାନ୍ଧିବା ସୂତ୍ର, ଧେନୁ ଦାନ ଦ୍ୱାରା ସମସ୍ତ ପାପକ୍ଷ ହେଇଯାଏ। ତେଣୁ ଧେନୁ ଦାନଟା ଯେକୌଣସି ଯଜ୍ଞଙ୍କର ବିବାହ ଘର ପ୍ରତିଷ୍ଠା ସବୁଥିରେ ଧେନୁ ଦାନ କଥା ଲେଖାଯାଇଛି ମଧ୍ୟ ଶାସ୍ତ୍ରରେ। ତେଣୁ ଧେନୁ ଦାନ ଇଏ କଲେ, ବିବାହ କନ୍ୟାକୁ ଦାନ, କନ୍ୟା ଦାନ ପୂର୍ବରୁ ବ୍ରାହ୍ମଣକୁ ଧେନୁ ଦାନ କଲେ। ତା ଦେହରେ ସୁନା ରୂପା ବସ୍ତ୍ର ଦେଇକି ବିପ୍ରେଭ୍ୟ, ଗୋଟିଏ ବ୍ରାହ୍ମଣ ନୁହଁ, କାରଣ ଅନେକ ଧେନୁ ଦେଇଥିଲେ, ଅନେକ ବ୍ରାହ୍ମଣକୁ ଯଦି ଦେଲେ ଅନେକ ଗାଈ, ଆଉ ବିପ୍ରେଭ୍ୟ ବ୍ରାହ୍ମଣମାନଙ୍କୁ ଗାଈମାନଙ୍କୁ ଦେଲେ, ଗୋଟିଏ ନୁହଁ ଅନେକ ଗାଈ ଦେଲେ। ରାଜା ବିଧିବିଧାନ, ରାଜା ଶାସ୍ତ୍ରୋକ୍ତ ବିଧି ନିୟମକୁ ଠିକ୍ ଜାଣିଛନ୍ତି, ତେଣୁ ତାଙ୍କ ବାଟରେ ସେ କଲେ ଏ କଥା, ସେଇଟା ହେଲା ଠିକ୍ ପାଠ। ଏବଂ ସେଦିପତି ରାଜା ଦମଘୋଷ ସୁତାୟ ହୋଇ, ସିଆଡ଼େ ସେଠୁ ସେଦି ରାଜା ଦମଘୋଷ କ'ଣ କଲେ? ତା ପୁଅ ତ ଶିଶୁପାଳ, ସେ ତ ବିବାହ ହେଲା ବର, ତେଣୁ ସିଆଡ଼େ ସିଏ ମଧ୍ୟ କାରୟା ମାସ ମନ୍ତ୍ରଜ୍ଞୀ ସର୍ବଂ ଅଭ୍ୟୁଦୟ ଉଚିତମ୍, ସେଠି ମଧ୍ୟ ସିଏ ଆଭିଯୋଗ ଇତ୍ୟାଦି ଶ୍ରାଦ୍ଧ କରି ପୁଅକୁ ପ୍ରସ୍ତୁତ କରିଦେଲେ। ବର ବେଶରେ ପ୍ରସ୍ତୁତ କରିକି ଆଣିବାର ବ୍ୟବସ୍ଥା କଲେ। ମଦଚ୍ୟୁତି ଗଜାନିକି ଚନ୍ଦନୀ ହେମମାଳି ଅତି ଅଶ୍ୱଶଙ୍କୁଳି ସୈନ୍ୟୀ ପରିତଃ କୁଣ୍ଡିନଂ ଯଦୌ। ଦମଘୋଷ, ସିଦ୍ଧିରାଜା ଦମଘୋଷ ନିଜର ପୁତ୍ର ବିବାହ ପାଇଁ ବ୍ରାହ୍ମଣମାନଙ୍କ ଦ୍ୱାରା ସମସ୍ତ ପୂଜା ପାଠ ଶେଷ କରି ମଦ ଜଳ ସବୁଥିବା ହାତୀ, ଗଜମାନେ ଘୋଡ଼ା, ସୈନ୍ୟ ସାମନ୍ତ, ରଥ ଆଉ ରଥାଧିକ ପଦାଧିକ ଅଜାରୋହୀ ଅଶ୍ୱାରୋହୀ ସବୁ ଚତୁରଙ୍ଗିଣୀ ସେନା ଧରି ଚନ୍ଦନୀ ହେମମାଳି, ସୁନାର ମାଳ ଖଞ୍ଜା ଯାଇଥିବା ସୁବର୍ଣ୍ଣ ଭୂଷିତ ରଥ, ବିବାହର ହବ ତ ରାଜକୁମାର, ତେଣୁ ସୁନା ଖଞ୍ଜା ହେଇଛି ରଥରେ। ଏ ପ୍ରକାର ସବୁ ଚତୁରଙ୍ଗିଣୀ ସୈନ୍ୟ ଧରି ଅତ୍ୟସ୍ୟ ଶଙ୍କୁଳି ସୈନ୍ୟୀ ପରିତଃ କୁଣ୍ଡିନଂ ଯଦୌ, ରଥରେ ବସିଲେ ବର କିଏ ଶିଶୁପାଳ,
ତା ଚତୁରଙ୍ଗୀ ସେନାରେ ରହିଲେ। ଏ ପ୍ରକାର ହେଇ ସାଜସଜା ହେଇକି ସିଏ ମଧ୍ୟ କୁଣ୍ଡିନକୁ ବାହାରିଲେ ଦମ ଘୋଷ ଶିଶୁପାଳକୁ ଧରିକି। ତମ୍ ବୈ ବିଦର୍ଭାଧିପତି ସମଭିତ୍ୟ ଅଭିପୂଜ୍ୟ च निवेशयामास मुदागा कल्पितानि अनिवेशने कल्पितान्यनिवेशने कल्पितानि अनिवेशने तो तम वै विदर्भाधिपति विदर्भर अधिपति स्वामी मालिक राजा के विश्वक विदर्भ राजा विश्वक पाछटी राणी अभिपूज्य सम्मान सहित पाछटी आनिले एवं निवेशयामास मुदा आनंद रहा जो घर प्रस्तुत होता से रखेले। तत्र शाल्व जरासंध बक्तवक्त्र विदुरथ ये सबुतक अकारण भगवान सहित शत्रुता थिला कारण एम सब दुर्जन काम है अकारण शत्रुता भगवान किसी क्षति करना सी बिना दोषरे भगवान शत्रु हो तेणुरा किए किए शाल्व जरासंध दंतवक्त्र विदुरथ आजगु चैद्य पक्षिया चैद्य माने चिंतिराजा शिशुपाल एम सब मित्र एवं भगवान शत्रु एवं पौंड्रक पौंड्रक वासुदेव सीटा गोटे से निजे निज भगवान हूँ वासुदेव ता ना कि पौंड्रक काशीराज सब विरोध तेणु एम सब सहस्र अनेक राजा सैन्य सब हजार हजार संख्यार सी आसिक पाइगले। कृष्ण राम दिशु दत्ता कन्या चैद्याय साधितु जद्यागत्य हरेत कृष्ण रामाद्यैर जदुहि वृत ये मानकर भय अच्छी ये माने कहीं आसिले सुंदर भाव कहते जदि आगत्य कृष्ण रामाद्य ही जदुहि वृत राम बलराम सहित जादव सैन्य को धरी भगवान कृष्ण जदि आसी कन्या को हरण करती जदि आगत्य हरेत जदि आसिक हरण करती ताले आम छाड़बेनि कथा चिंता करी कृष्ण राम दिशा राम बलराम एवं श्रीकृष्ण शत्रु पक्ष ये लोक गुड़ाक राजा गुड़ाक शिशुपाल पक्ष रहीगले। ज्योत्स्याम संगतास्तेन इति निश्चित मानसा आजग्मु भूयः सर्वे समग्र बलवाहना जदि कृष्ण बलराम युद्ध कर व्यवस्था करती ताले आम कौन करवा सहित युद्ध करवा संगत्य एकाठी समस्त मिसिक युद्ध करी हटेवा एक मन मन निश्चित करी आसिक शत्रुपक्ष समस्त राजा निजर सैन्य सामंत को धरी प्रस्तुत होकर रही तेना एने मन मन भी चिंता कर कृष्ण आसिक करदे तेणु आम कि युद्ध हटेवा। श्रुत्वा एतत् भगवान राम विपक्षीय नृपोद्यमं कृष्णं चैकं गतं भर हर्तुं कन्यां कलह शंकित बलराम को न कही कृष्ण चुप कर तो हठात संभव नहीं ना सागे सागे रथ जो पड़े बलराम निर्देश नहीं ना बलराम शुणिदे कौन शुणिले कहले श्रुत्वा एतत् बल भगवान राम सब पलैगला दूत नहीं बलराम जन प्रभु बर्तमान भगवान कृष्ण ही पलैले कड़े गले विश्वक कुंडिन नगरी की भीष्म को कन्या रुक्मिणी को हरण कराना अच्छा इति निश्चित राम विपक्ष नृपोद्यम एवं दूत आसिक कहले बर्तमान जमी सब गुप्तचर
କହିଲେ ଯେ କୁଣ୍ଡିନରେ ବର୍ତ୍ତମାନ ଶିଶୁପାଳ ଦମଘୋଷ ପୁତ୍ର ଶିଶୁପାଳ ବିବାହ ରୁକ୍ମିଣୀ ବୋଲି ହେଇଛି ବ୍ୟବସ୍ଥା। ସେ ସବୁ ଜରାସନ୍ଧ ଦତ୍ତପୁତ୍ର ସାଲ୍ୱ ପୌଣ୍ଡ୍ରକ କାଶୀରାଜ ବିଦୁରଥ ସବୁ ସେଠି ଜମା ହେଇଛନ୍ତି ସୈନ୍ୟବଳ ଧରିକି। ଏକଥା ବଳରାମ ଜାଣିଦେଲେ ଇଏ ଏକୁଟିଆ ଯାଇଛନ୍ତି, କହିଲେ ଆର ସେଠି ଯୁଦ୍ଧ ହେବ ନିଶ୍ଚିତ, କାରଣ ଏ କନ୍ୟାକୁ ହରଣ କରିକି ଆଣିବେ। ଶିଶୁପାଳ ବର ପ୍ରକୃତ ଆଉ ତାହେଲେ ତାଙ୍କୁ ସେ ତାଙ୍କୁ କନ୍ୟା ଦେବେ ବୋଲି କରୁଛନ୍ତି ଯୋଗାଡ଼। ଏ ତ ଗୋମାଳିଆ ହେବ ସବୁ। କୃଷ୍ଣ ଚୈକଙ୍ଗତମ ହର୍ତ୍ତୁମ କନ୍ୟା, କନ୍ୟାକୁ ହରଣ କରିବାକୁ ଏକୁଟିଆ କୃଷ୍ଣ ଯାଇଛନ୍ତି। ତେଣୁକରି କଳହ ଶଙ୍କିତ ନିଶ୍ଚିତ ତ ଯୁଦ୍ଧ ହେବ ନା, ଏକଥା ସନ୍ଦେହ କରି ଶଙ୍କା କରିକିରି ବଳରାମ ବାହାରିଲେ। ବଳେନ ମହତା ସାର୍ଦ୍ଧମ ଭ୍ରାତୃସ୍ନେହ ପରିପ୍ଲୁତ ତ୍ୱରିତ କୁଣ୍ଡିନମ ପ୍ରାଗାତ୍ ଗଜାସ୍ୱରଥପତିଭି। ବଳରାମ କ'ଣ କଲେ, ମହତା ବଳ ଗୁଡ଼େ ସୈନ୍ୟ ସାମନ୍ତ ସବୁ ଧରିକିରି ସାଙ୍ଗରେ କୃଷ୍ଣ ବଳେନ ମହତା ସାର୍ଦ୍ଧମ ଭ୍ରାତୃସ୍ନେହ ପରିପ୍ଲୁତା। ଭାଇ କୃଷ୍ଣଙ୍କୁ ତାଙ୍କର ସ୍ନେହ ଭାବ ଥିଲା, ସାନ ଭାଇ ବୋଲି ତାକୁ ଚିନ୍ତା କରୁଥିଲେ। ତେଣୁ ସେ ସ୍ନେହରେ ବାନ୍ଧି ହେଇକିରି ଅତି ଶୀଘ୍ର କୁଣ୍ଡିନମ ପ୍ରାଗାତ୍ ଗଜ ଅଶ୍ୱ ରଥ ସେ ଅଜାରୋହୀ ଅଶ୍ୱାରୋହୀ ରଥାରୋହୀ ପଦାତିକ ସୈନ୍ୟ ସବୁ ଧରି ଚତୁରଙ୍ଗିଣୀ ସେନା ସବୁ କୁହାଯାଏ ଧରିକିରି ଭ୍ରାତୃସ୍ନେହରେ ବଳରାମ ସାନ ଭାଇ କୃଷ୍ଣଙ୍କୁ ସ୍ନେହ କରନ୍ତି। ଆଉ ତେଣୁ ବିପକ୍ଷ ମାନେ ଜମା ହେଇଛନ୍ତି ତ ଯୁଦ୍ଧ ହେବାର ସମ୍ଭାବନା, ସେଥିପାଇଁ ବଳରାମ ଧାଇଲେ ସୈନ୍ୟ ଧରିକିରି। ବଳେନ ତାପରେ ଭୀଷ୍ମ କନ୍ୟା ବରାରୋହା କାଙ୍କ୍ଷନ୍ତ୍ୟାଗମନଂ ହରେଃ ପ୍ରତ୍ୟାପତ୍ତି ମପଶ୍ୟନ୍ତି ଦ୍ୱିଜସ୍ୟାଗ ଅଚିନ୍ତୟତ୍ ତଦା। ଇଆଡ଼େ ୟାଙ୍କର ମନ୍ଦିରକୁ ଯିବା ଟାଇମ୍ ହେଇଗଲା, କାରଣ ରାଜକନ୍ୟା ଭୀଷ୍ମଙ୍କର କନ୍ୟା କିଏ ସେ ରୁକ୍ମିଣୀ, ତାଙ୍କର ବରାରୋହା କାଙ୍କ୍ଷନ୍ତ୍ୟା ଆଗମନଂ ହରେଃ। ଇଏ ଖାଲି ବାଟ ଚାହିଁକି ରହୁଛନ୍ତି କିଏ କାହାକୁ କେମିତି ଶୁଣି ପକେଇବେ ଯେ କୃଷ୍ଣ ଆସିଗଲେ, ଏତିକି ମୋତେ ଦରକାର। ଇଏ ଚମଚମ ହେଉଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଶୁଭାଗମନ ପାଇଁ ପ୍ରତୀକ୍ଷା କରି ରହିଛନ୍ତି। ଦେଖିଲେ ଶ୍ରୀକୃଷ୍ଣ ଆସିବା ତ ଦୂରର କଥା, ସନ୍ଦେଶ ବି କିଛି ମିଳିଲାନି। ବ୍ରାହ୍ମଣକୁ ପଠେଇଥିଲି, ଯଦି ସେ ନ ଆସିବେ ଇଏ ଆସିକି ବ୍ରାହ୍ମଣ ଆସିକି କହିଥିଲେ ନା ବ୍ରାହ୍ମଣ ନା କୃଷ୍ଣ। ତେଣୁ ଇଏ ଦୁଶ୍ଚିନ୍ତାରେ ବ୍ୟତିବ୍ୟସ୍ତ ହେଇଗଲେ ରୁକ୍ମିଣୀ। ତେଣୁ ସେ ଚିନ୍ତାକୁ ହେଇକି ରହିଲେ। ପ୍ରତିପତ୍ତି ମସେରୁ ଦ୍ୱିଜସ୍ୟ ଅଚିନ୍ତୟ ତଦା ଅହୁ ତ୍ରିଜାମାଂ ତରିତ ଉଦବାହୁ ମେ ଅଳ୍ପରାଧସଃ ନାଗଚ୍ଛତ୍ୟରବିନ୍ଦାଖ୍ୟ ନାହଂ ବେଦ୍ୟତ୍ର କାରଣଂ ସୁପି ନାବର୍ତ୍ତତେ ଅଦ୍ୟାପି ମତ୍ସନ୍ଦେଶହରୁ ଦ୍ୱିଜଃ। ରୁକ୍ମିଣୀ ଭାବୁଛନ୍ତି ଓ କ'ଣ ହେଲା କି ତ୍ରିଜାମାଂ ତରିତ ତ୍ରିଜାମା କ୍ଷଣଦାକ୍ଷପା। ଗୋଟେ ରାତି ପଳେଇଲା, କାଲି ତ ପଠେଇଥିଲି ଅପରାହ୍ନ ପୂର୍ବରୁ ନିଶ୍ଚୟ ବେଗରେ ପାଇଥିବେ, ତାପରେ ଯଦି ଆସିବେ ଗୋଟେ ରାତି ଗଲାଣି କାହିଁ। ଉଦ୍ବାହ ମେ ବର୍ତ୍ତମାନ ମୋର ବିବାହ ସମୟ ଉପସ୍ଥିତ ହେଇଗଲା, ମନ୍ଦିରକୁ ଯିବା ଦରକାର। ଇଆଡ଼େ ନ ଆଗଚ୍ଛତି ଅରବିନ୍ଦାଖ୍ୟ ପଦ୍ମ ନୟନ ଭଗବାନ କୃଷ୍ଣଙ୍କର ଦେଖା ଦର୍ଶନ ନାହିଁ। ନାହଂ ବେଦ୍ୟତ୍ର କାରଣ ନ ବେଦି, ମୁଁ ତ କିଛି କାରଣ ଜାଣିପାରୁନି। ତ ନିଶ୍ଚିତ ଆସିବା କଥା, ମୁଁ ଖବର ଦେଲି ମାନେ ଆସିବା କଥା, କିନ୍ତୁ କାହିଁକି ଆସୁନାହାନ୍ତି ମୁଁ ତ କିଛି ବୁଝିପାରୁନି କଥା। ସୁପି ନାବର୍ତ୍ତତେ ଅଦ୍ୟାପି ମତ୍ସନ୍ଦେଶହରୁ ଦ୍ୱିଜଃ। ଯଦି ଭଗବାନ ନ ଆସିବେ ତାହେଲେ ମୋର ବାର୍ତ୍ତା ନେଇକିରି ଯାଇଥିବା ବ୍ରାହ୍ମଣଙ୍କର ବି ଦର୍ଶନ ନାହିଁ। ସେ ତ ଆସିକି କହନ୍ତେ ଯେ ନାଇଁ ନାଇଁ ସେ ଆସିବେନି, ନାହିଁ କରିକି କ'ଣ ହେଲା। ବ୍ରାହ୍ମଣର ଦର୍ଶନ ନାହିଁ କି କୃଷ୍ଣଙ୍କର ଦର୍ଶନ ନାହିଁ, କ'ଣ ହେଲା କି ଅପି ମୟି
अनवद्यत्वा दृष्ट्वा किंचित जुगुप्सितं मतपाणी ग्रहणे नूनम नायाति ही कृतोद्यमः न जनकर कामना गोटे जिनिस अच्छी समय हो कामना प्रति आशा दिशुना से अत्यंत उत्कटित आवड़ी हो साधारण कथा तेणु ये कहते अपि मई अनवद्यात्मा एथिरे कौन सन्देह नहीं जे भगवान श्रीकृष्ण स्वरूप हो परम शुद्ध तेणु जार अंतकरण शुद्ध से ही प्रेम कर से बोध हुए मोटे किसी दोष त्रुटि देखी अपि मई अनवद्यात्मा आत्मा किसी कल्पस ना शुद्धात्मा से तेणु सी देखिले मो पाखे किसी दोष दुर्बलता बोधे अच्छी ये कथा चिंता करके किंचित जुगुप्सित मो पाखे किसी दोष दुर्बलता प्रभु चिंता कर मत घृणा कले बोधे पानी ग्रहण करें मत पानी ग्रहणे नूनम नायाति मो पानी ग्रहण करने बोधे प्रभु आसवे ये कथा कि रुक्मिणी मन मन भावुं 5 मिनट अच्छी दुर्भगाया नमे धाता नानुकूल महेश्वर देवा बा विमुखा गौरी रुद्राणी गिरिजासती अनेक कल्पना दर्पणा मन निश्चित कर व्यक्ति कारण समय पाखे पाखे आसला काम किसी होनी तेणु भावुं मोर किसी दोष दुर्बलता प्रभु देखिले जहाँफल से बह करके आसवे पुणी भावुं दुर्भगाया नमे धाता मत हतभागी कहीं विधाता मो अनुकूल नुहति मो भाग्यता अनुकूल नुह ये जहाँ घटार कथा जबरदस्त होटी भाविले मनुष्य कौन कर भावुँ सीना प्रकार बोधे भगवान विधाता मोर अनुकूल नुहति नानुकूल महेश्वर महान ईश्वर महाकाल समय समय मोर अनुकूल नुहति देवी बा महेश्वर अनुकूल नुहति कि देवी बा दुर्गा मत अनुकूल नुहति विमुखा गौरी रुद्राणी गिरिजा सब गोटे ना गोटे माँ से कौन सी माँ भी मो प्रति खुशी नुह कि बापा भी खुशी नुह शिवशंकर नुहति गौरी माँ नुहति तेणु मोर समय बर्तमान खराब प्रभु आसवे एवं चिंतयता बाला गोविंद कृतमानुषा न्यमीड़यत कालज्ञा नेत्रे साश्रुकला गुणे चिंता करके कांदी पकड़े आ स्त्री लोकर धैर्य कम टाइम हो जाटा किसी होनी तो कृष्ण ना कृष्ण आसुच्च ना सन्देश बाहक ब्राह्मण ब्राह्मण आसने कथा जना पड़ता कौटा किसी होनी तेणु ये विकल होकर कांदवा आरंभ करते एवं चिंतयती बाला बाला रुक्मिणी कथा चिंता करी गोविंद हृतमानसा भगवान को चरणार मन रही जाकर मन को प्रभु हरण कर सारे एवं आखिकी निमिड़यत कालज्ञा समय ज्ञान थी रुक्मिणी आखि बुझी नेत्रे चाषुकला कले आखिर लुक जकई आसला कांदा आरंभ कर एवं बध्वा प्रतीक्षन्त्या गोविंदागमनम नृप वाम वाम उरुभुज नेत्रम अस्मृत प्रिय भाषिणा प्रिय भाषिण समय कौन है कि कांद आरंभ करदे बर्तमान मनटा भांगीगला दुर्भाग्य मोर समय मो ठीक ना बहुत कथा भाविक कांदुंट ठीक हिसाब से स्त्री मानकर बाम अंग स्फुरण हेल्ले मंगल पुरुषर दक्षिणाक्षी दक्षिण अंग तेणु तक बाम अंग स्फुरित है एवं बध्वा प्रतीक्षा ये प्रकार प्रतीक्षा अपेक्षा कर रुक्मिणी गोविंदागमनम भगवान आगमन को अपेक्षा कर रुक्मिणी परीक्षित कहते हे राजन परीक्षित सुखदेव कहते हे राजन परीक्षित अपेक्षा हाँ भगवान आसवा अपेक्षा रुक्मिणी बाम उरु भुज
ଗୁରୁବାର ଜଙ୍ଘ ଭୁଜ ନେତ୍ର ସବୁ ବାମ ପଟ ବାମମାନଙ୍କ ସବୁ ସ୍ଫୁରିତ ହେଲା ଥରିଲା ପିଲି ଲାଗେ ତେଣୁ ବାମ ଅଙ୍କ ସ୍ଫୁରିତ ହେଲା ତାହା ଶୁଭ ସୂଚନା ଦେଲା। ଏ ଯେଉଁ ବ୍ୟତିବ୍ୟସ୍ତ ହେଉଥିଲେ ଶୁଭ ସୂଚନା ପାଇଗଲେ। ତାପରେ କ'ଣ ହେବ ଦେଖିବା, ଭଗବାନ ତ ଆସିବେ ସବୁ ହେବ।